1904 ମସିହା ନଭେମ୍ବର 23 ତାରିଖ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ଅନନ୍ୟ ବୀର ବଳିଦାନୀ ଲକ୍ଷ୍ମଣ ନାୟକ। ସେ ଜନଜାତି ସମାଜର ଗୌରବ। ଗରିବ ଜନଜାତି ଓ ନିର୍ଯାତିତଙ୍କ ମୁଖ୍ୟ ସାଥୀ ଥିଲେ ଲକ୍ଷ୍ମଣ। ବ୍ରିଟିଶ ଏବଂ ଖ୍ରୀଷ୍ଟିଆନ ମିଶନାରୀଙ୍କ ବିରୁଦ୍ଧରେ ବିଦ୍ରୋହର ବହ୍ନି ଜାଳିଥିଲେ ଲକ୍ଷ୍ମଣ। କମ୍ ବୟସରୁ ସେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିବା ସହ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଭାରତ ଛାଡ଼ ଆନ୍ଦୋଳନରେ ଲମ୍ଫ ଦେଇଥିଲେ। କୋରାପୁଟ ଓ ମାଲକାନଗିରିରେ ସେ ହଜାର ହଜାର ଜନଜାତିଙ୍କୁ ଏକାଠି କରି ବ୍ରିଟିଶ ଶାସନ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିବାରେ ସକ୍ଷମ ହୋଇଥିଲେ। ଲକ୍ଷ୍ମଣ ନାୟକ ନିଜେ ଜଣେ ଜନଜାତ ଥିଲେ ଏବଂ କୋରାପୁଟ ମାଲକାନଗିରି ଅଞ୍ଚଳ ସମେତ ଓଡ଼ିଶାର ଆଦିବାସୀଙ୍କ ଅଧିକାର ପାଇଁ ଆଜୀବନ ବ୍ରିଟିଶ ସରକାର ସହ ସଂଗ୍ରାମ କରିଥିଲେ। ବ୍ରିଟିଶ ଶାସନ ଓ ସରକାରଙ୍କ ଜଙ୍ଗଲ ନୀତି ଯୋଗୁଁ ଆଦିବାସୀମାନେ ନିଜ ଜଙ୍ଗଲ ଜମି ଓ ପରମ୍ପରାଗତ ଅଧିକାର ହରାଇଥିଲେ। ଲକ୍ଷ୍ମଣ ନାୟକ ଏହି ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନର ସ୍ଫୁଲିଙ୍ଗ ପ୍ରଜ୍ୱଳିତ କରିଥିଲେ। ସେ ଆଦିବାସୀଙ୍କୁ ଏକଜୁଟ କରି ବ୍ରିଟିଶ ସରକାରଙ୍କୁ ବେଆଇନ ଟିକସ ଦେବା ବନ୍ଦ କରାଇଥିଲେ। ଜଙ୍ଗଲ ଆଇନ ଅମାନ୍ୟ କରିଥିଲେ ଏବଂ ସ୍ୱାଧୀନ ଗ୍ରାମ ପଞ୍ଚାୟତ ଗଠନ କରିଥିଲେ। 1942ରେ ଭାରତ ଛାଡ଼ ଆନ୍ଦୋଳନକୁ ସେ ଜନଜାତି ଅଞ୍ଚଳରେ ପହଞ୍ଚାଇ ମୂଲକ ଅଧିକାର ଆନ୍ଦୋଳନ କରିଥିଲେ। ଏହା କେବଳ ସ୍ୱାଧୀନତା ନୁହେଁ, ଆଦିବାସୀଙ୍କ ନିଜସ୍ୱ ଶାସନ ଓ ସଂସ୍କୃତି ସଂରକ୍ଷଣର ଲଢ଼େଇ ଥିଲା। ସେତେବେଳେ କୋରାପୁଟ ଅଞ୍ଚଳରେ ଖ୍ରୀଷ୍ଟିଆନ ମିଶନାରୀମାନେ ମୁଖ୍ୟତଃ ବାପ୍ଟିଷ୍ଟ ମିଶନ ବହୁ ଆଦିବାସୀଙ୍କୁ ଧର୍ମାନ୍ତରଣ କରାଉଥିଲେ। ଏହା ସହିତ ବ୍ରିଟିଶ ସରକାର ମିଶନାରୀମାନଙ୍କୁ ସମର୍ଥନ ଦେଉଥିଲେ। ଲକ୍ଷ୍ମଣ ନାୟକ ଏହାକୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଉପରେ ଆକ୍ରମଣ ଭାବେ ଦେଖୁଥିଲେ। ସେ ଖୋଲାଖୋଲି ମିଶନାରୀଙ୍କ ଧର୍ମାନ୍ତରଣ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ ଏବଂ ଆଦିବାସୀଙ୍କୁ ନିଜ ଧର୍ମ ଓ ସଂସ୍କୃତିରେ ସ୍ଥିର ରହିବାକୁ ଉତ୍ସାହିତ କରିଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀ ଯୁବକମାନେ ମିଶନାରୀ ସ୍କୁଲ ଓ ଚର୍ଚ୍ଚକୁ ଯିବା ବନ୍ଦ କରିଦେଇଥିଲେ। ଅନେକ ସ୍ଥାନରେ ମିଶନାରୀଙ୍କ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲା। ବ୍ରିଟିଶ ଅଫିସରମାନେ ତାଙ୍କ ବିରୁଦ୍ଧରେ ରିପୋର୍ଟ ଲେଖିଥିଲେ ଯେ ଲକ୍ଷ୍ମଣ ନାୟକ ମିଶନାରୀଙ୍କ କାମକୁ ବହୁତ ବାଧା ସୃଷ୍ଟି କରୁଛନ୍ତି ଏବଂ ଆଦିବାସୀଙ୍କୁ ହିନ୍ଦୁ ଧର୍ମ ଆଡ଼କୁ ଫେରାଉଛନ୍ତି। ତାଙ୍କ ବଳିଦାନ ପରେ ମଧ୍ୟ କୋରାପୁଟ ଅଞ୍ଚଳରେ ଆଦିବାସୀ ସଂସ୍କୃତି ସଚେତନତା ବଢ଼ିଥିଲା ଏବଂ ଧର୍ମାନ୍ତରଣ କିଛି ମାତ୍ରାରେ କମିଥିଲା। ସଂକ୍ଷେପରେ କହିଲେ ଲକ୍ଷ୍ମଣ ନାୟକ ଥିଲେ ଓଡ଼ିଶାର ପ୍ରଥମ ଜନଜାତି ନେତା, ଯିଏ ସ୍ୱାଧୀନତା ସଂଗ୍ରାମକୁ ଜନଜାତି ଅଧିକାର ଓ ସାଂସ୍କୃତିକ ପରିଚୟ ସହିତ ଯୋଡ଼ି ଦେଇଥିଲେ ଏବଂ ମିଶନାରୀମାନଙ୍କ ଧର୍ମାନ୍ତରଣ ଷଡ଼ଯନ୍ତ୍ରକୁ ଖୋଲାଖୋଲି ବିରୋଧ କରିଥିଲେ। 1942 ଅଗଷ୍ଟ 29 ତାରିଖରେ ମୈଥିଳି ଥାନା ଆକ୍ରମଣ ସମୟରେ ବ୍ରିଟିଶ ପୁଲିସ ଗୁଳି ଚଳାଇଲା। ମାତ୍ର 38 ବର୍ଷ ବୟସରେ ସେ ଦେଶ ପାଇଁ ନିଜର ପ୍ରାଣ ବଳିଦାନ ଦେଇଥିଲେ। ମହାନ ବୀର ଲକ୍ଷ୍ମଣ ନାୟକଙ୍କୁ ଶତ ଶତ ନମନ।